ଜ୍ଞାନ ମାର୍ଗର ନାମ ବିଶ୍ଳେଷଣ ପଥ, ଭକ୍ତି ମାର୍ଗର ନାମ ସଂଶ୍ଳେଷଣ ପଥ। ଯେଉଁମାନେ ଜଡ଼ ଜଗତରୁ ଆରମ୍ଭ ପୂର୍ବକ ବିଚାର କରି ସ୍ଥୂଳ ସୂକ୍ଷ୍ମ ଅତିକ୍ରମ ପୂର୍ବକ ବ୍ରହ୍ମାନନ୍ଦରେ ବିଲୀନ ହୁଅନ୍ତି, ସେମାନେ ହିଁ ଜ୍ଞାନ ମାର୍ଗୀ। ମାତ୍ର ବ୍ରହ୍ମଙ୍କୁ ଜ୍ଞାତ ହୋଇ ହିଁ ଜୀବଜଗତ ତାଙ୍କର ବିକାଶ ବୋଲି ମନେକରି ପ୍ରେମାନନ୍ଦରେ ଯେଉଁମାନେ ନିମଗ୍ନ ହୁଅନ୍ତି, ସେମାନେ ହିଁ ଭକ୍ତି ମାର୍ଗୀ। ଭକ୍ତି ମାର୍ଗର ସାଧକମାନଙ୍କ ମତରେ ଜ୍ଞାନର ମିଷ୍ଟତ୍ୱ ଅଛି ସତ, କିନ୍ତୁ ତାହା ମିଶ୍ରି ଭଳି ଅତିଶୟ ଶୁଷ୍କ। ଜ୍ଞାନୀମାନେ କହନ୍ତି ଯେ ଯେପରି କ୍ଷୀର, କିନ୍ତୁ ଉତ୍ତର ମାର୍ଗୀ ବୁଝନ୍ତି ନାହିଁ ଯେ ଏହି କ୍ଷୀର ଓ ମିଶ୍ରି କର୍ମର ଆବର୍ତ୍ତନରେ ମିଶ୍ରିତ ହେଲେ ସେଥିରୁ ତ୍ରିସମନ୍ୱୟ ଘନାମୃତ ଅତିଶୟ ସୁସ୍ୱାଦୁ ସରବତ ପ୍ରସ୍ତୁତ ହୋଇପାରିବ। ବାସ୍ତବରେ ଜ୍ଞାନ ଓ ଭକ୍ତିର ଶୁଭ ସମ୍ମିଳନରେ ଧର୍ମର ଭିତ୍ତି ପ୍ରତିଷ୍ଠିତ। ଏହି ଧର୍ମର ରହସ୍ୟ ସାଧାରଣ ଲୋକେ ଜାଣନ୍ତି ନାହିଁ ବୋଲି ଆଜି ହିନ୍ଦୁ ଧର୍ମ କଳ୍ପପାଦ ପରେ ଶତ ଶତ ମଲାଙ୍ଗ ଉତ୍ପନ୍ନ ହୋଇ ଏହି ତତ୍ତ୍ୱର ଧର୍ମ ରୂପ ବୃକ୍ଷକୁ ଜୀର୍ଣ୍ଣ ଶୀର୍ଣ୍ଣ ଶୁଷ୍କ କାଠରେ ପରିଣତ କରୁଛନ୍ତି। ଭଲ ସଙ୍ଗୀତ ଆମକୁ ଅନ୍ତର୍ମୁଖୀ କରିଥାଏ। ଆମ ଆନନ୍ଦ ସ୍ୱରୂପକୁ ଉପଲବ୍ଧି କରିବାରେ ଏହା ଆମର ସହାୟକ ହୋଇଥାଏ। ମାତ୍ର ଯଦି ସଙ୍ଗୀତ ଆମକୁ ବହିର୍ମୁଖୀ କରୁଛି ତଥା ଉତ୍ତେଜନା ପ୍ରଦାନ କରୁଛି, ତେବେ ଏହା ସଙ୍ଗୀତ ନୁହେଁ ବରଂ ଅସଙ୍ଗୀତ। ମହାନ ସନ୍ଥ ଅଭିରାମ ପରମହଂସଙ୍କ ଭାଷାରେ ଶ୍ୟାମ ପ୍ରେମ ବଡ଼ ଥଣ୍ଡାରେ ସଙ୍ଗାତ। ପ୍ରକୃତରେ ଉତ୍କୃଷ୍ଟ କଳାର ଦେଶ ହେଉଛି ଉତ୍କଳ। ଆମ ପ୍ରାଚୀନ ଓଡ଼ିଶା ସତରେ ଥିଲା ସମୃଦ୍ଧ। ଏହି ସମୃଦ୍ଧି ଭିତରୁ ଜନ୍ମ ହୋଇଥିଲା ଏକ ଉଚ୍ଚାଙ୍ଗ ସଂସ୍କୃତି ଓ ସଭ୍ୟତା। ଆମ କଳା ସାହିତ୍ୟ ପରମ୍ପରା ସ୍ଥାପତ୍ୟ ଭାସ୍କର୍ଯ୍ୟ ଅତୀବ ମହାନ। ଏହି ଉପକ୍ରମଣିକା ପ୍ରଦାନ କରିବାର ଅସଲ ଉଦ୍ଦେଶ୍ୟ ହେଉଛି ଓଡ଼ିଶାର ଉଚ୍ଚାଙ୍ଗ ନିଆରା ଓ ସମୃଦ୍ଧ ଲୋକକଳା, ଲୋକ ସଙ୍ଗୀତ, ଲୋକବାଦ୍ୟ ଓ ଲୋକ ନୃତ୍ୟ ବିଷୟରେ ସମ୍ୟକ ଆଲୋଚନା କରିବା। ଓଡ଼ିଶାରେ ଏତେ ଉଚ୍ଚ ସ୍ତରର ବିବିଧ ଓ ବିରଳ ଲୋକକଳା ରହିଛି, ଯାହାକି ବିଶ୍ୱର ଅନ୍ୟତ୍ର ଦେଖାଯାଏ ନାହିଁ। ଏହାର କେତୋଟି ଉଦାହରଣ ହେଲା ପାଲା, ଓଡ଼ିଶୀ, କୀର୍ତ୍ତନ, ଘୋଡ଼ାନାଚ, କେନ୍ଦରା ଗୀତ, ଦାସକାଠିଆ, ଖଞ୍ଜଣି ଭଜନ, ଏକତାରା ସଙ୍ଗୀତ, ଢଗ ଢମାଳି, ସୁଆଙ୍ଗ, ଧୁଡୁକି ନାଚ ଇତ୍ୟାଦି। ଲୋକକଳା କହିଲେ ସାଧାରଣ ଲୋକଙ୍କ କଳାକୁ ବୁଝାଏ। ଦିନ ସାରାର କର୍ମ କ୍ଳାନ୍ତି ପରେ ଚିତ୍ତ ବିନୋଦନ ପାଇଁ ତଥା ବିଭିନ୍ନ ସୂଚନା ଆହରଣ ଓ ଆଧ୍ୟାତ୍ମିକ ଉନ୍ମେଷ ପାଇଁ ଲୋକକଳାର ବିକାଶ ଓ ବିବର୍ତ୍ତନ ହୋଇଛି। ଜୟ ଶ୍ରୀ ଜଗନ୍ନାଥ।